ଆଜି ଶୁଣିବା ଗଳ୍ପ ମୁହଁ। ଲେଖକ ଦେବପ୍ରସାଦ ଦାସ। ଆଜ୍ଞା, ଆପଣ କ୍ୟାସ୍ରେ ତ କିଛି ହେଲେ ନେଲେ ନାହିଁ, କାଇଣ୍ଡରେ କିଛି ନିଅନ୍ତୁ ନା। ଆମ ପାଇଁ ଏକ ନୂଆ ଅନୁଭବ, ଭାରି ଖରାପ ଲାଗୁଛି। ଖୁବ୍ ଅନୁନୟ କରି କହୁଥିଲା ଲୋକଟା। ମାନେ, ଆପଣ ମୋତେ ଦୁର୍ନୀତିଗ୍ରସ୍ତ କରାଇବାକୁ ଚେଷ୍ଟା କରୁଛନ୍ତି? ଆପଣ କ'ଣ ମୋ ବିଷୟରେ କିଛି ଜାଣନ୍ତି ନାହାନ୍ତି? ବରଂ ଆପଣଙ୍କର ଅନ୍ୟମାନଙ୍କଠାରୁ ଖବର ନେଇ ଆସିବାର ଥିଲା। ଖୁବ୍ ରୁକ୍ଷ ଭାବରେ ଶବ୍ଦଗୁଡ଼ାକୁ ଫୋପାଡ଼ି ଫୋପାଡ଼ି ଉତ୍ତର ଦେଇଥିଲା ଦିଲ୍ଲୀପ। କେହି ଜଣେ ଏଭଳି ନିର୍ଲଜ୍ଜ ହୋଇ ଲାଞ୍ଚ ଯାଚିବାରେ ମୁଣ୍ଡ ଖରାପ ହୋଇଯାଏ ଦିଲ୍ଲୀପର। ଏମିତି ଲୋକଗୁଡ଼ାଙ୍କୁ ହିଁ ସାଧୁ ସଚ୍ଚୋଟ କର୍ମଚାରୀଙ୍କୁ ମଧ୍ୟ ଦୁର୍ନୀତିଗ୍ରସ୍ତ କରାଇ ଦିଅନ୍ତି। ହୁଏତ ଏମାନେ ଭାବନ୍ତି ଯେ ଟଙ୍କା ଦେଇ ସମସ୍ତଙ୍କୁ କିଣିଦେଇ ପାରିବେ, ଖାଲି କାହାର କେତେ ମୂଲ୍ୟ ସେତିକି ଜାଣିବା ଦରକାର। ବଡ଼ ସନ୍ତର୍ପଣରେ ଲୋକଟା ପୁଣି କହିଲା, ନାଇଁ ଆଜ୍ଞା, ଆପଣଙ୍କ ସମ୍ପର୍କରେ କ'ଣ ଆମେ ଜାଣିନାହୁଁ? ଏ ଅଫିସରେ ଆପଣ କେମିତି ତିଷ୍ଠି ତାହା ହିଁ ଆଶ୍ଚର୍ଯ୍ୟ। ତେବେ ଆମକୁ ତ ମାଡ଼ି ପଡ଼ୁଛି ନା। ଗତଥର ଆମ ଫାଇଲ ରେକମେଣ୍ଡ କରି ଛାଡ଼ି ଓ ଆମେ ଅର୍ଡ଼ର ପାଇଲୁ, କିନ୍ତୁ ଆପଣ କିଛି ହେଲେ ମାଗିଲେ ନାହିଁ କି ଚାହିଁଲେ। ଏଗୁଡ଼ାକ ନିହାତି ଅନ୍ୟାୟ କଥା ସାର୍। ଆମର ଫାଇଦା ହେଲା, ଅଥଚ ଆପଣ ଖାଲି ହାତରେ ଗଲେ। ଆମର ପୁଣି କିଛି କର୍ତ୍ତବ୍ୟ ଅଛି କି ନାହିଁ? ଦେଖନ୍ତୁ, ମୁଁ ବେନିୟମ କାମ କରେ ନାହିଁ କିମ୍ବା କରିନଥିଲି। ସେତେବେଳେ କମିଟମେଣ୍ଟମାନଙ୍କର ଭିତରେ ଆପଣଙ୍କ ଅଫର୍ ସବୁଠାରୁ ଭଲ ଥିଲା ବୋଲି ମୁଁ ସୁପାରିଶ କରିଥିଲି। ଇଟ୍ ୱାଜ୍ ପିଓରଲି ଅନମେରିଟ୍। ମୋ ସିଦ୍ଧାନ୍ତ ସହିତ ମୁଁ କେବେ ବି କମ୍ପ୍ରମାଇଜ୍ କରିନି। ଏଥର ବି ଦେଖନ୍ତୁ ସାର୍, ଆମ ଟେଣ୍ଡର ଶ୍ରେଷ୍ଠ ଥିବ। ସେଟ୍ ପିଛା 500 ପର୍ଯ୍ୟନ୍ତ ଦେଇପାରିବୁ। ଏଇଟା ଖାସ୍ ଆପଣଙ୍କର। ଆପଣ ଛାଡ଼ି ଦିଅନ୍ତୁ, ଉପର କଥା ଆମେ ବୁଝିଦେବୁ। ସେଥରକ ହାତ ଯୋଡ଼ି କହୁଥିଲା। ଦେଖନ୍ତୁ, ବହୁତ ହୋଇଗଲା। ଯଦି ଆପଣ ଭଲରେ ଭଲରେ ଏଠୁ ଚାଲି ଯାଉନାହାନ୍ତି, ମୁଁ ପୋଲିସ ଡାକିବାକୁ ବାଧ୍ୟ ହେବି। ଆପଣ ମୋତେ କିଣିବାର ଚେଷ୍ଟା କରନ୍ତୁ ନାହିଁ, ମୁଁ ବିକ୍ରିଯୋଗ୍ୟ ନୁହେଁ। ଏଥର ଖୁବ୍ ପାଟି କରି କହୁଥିଲା ଦିଲ୍ଲୀପ। ଲୋକଟା ସାଙ୍ଗେ ସାଙ୍ଗେ ଉଠି ଚାଲିଗଲା ବାହାରକୁ। ଯିବା ପୂର୍ବରୁ ଦୁଃଖ ପ୍ରକାଶ କରିବାକୁ ଅବଶ୍ୟ ଭୁଲି ନଥିଲା ସେ। ଉତ୍ତେଜିତ ହୋଇପଡ଼ିଥିଲା ଦିଲ୍ଲୀପ। ଲୋକଟା ଏତେ ସାହସ କରିପାରିଲା କିପରି? 10 ବର୍ଷର ଚାକିରି ଭିତରେ ନିଜର ଅନିୟମିତତା ପାଇଁ ତାର ଏକ ରେପୁଟେସନ୍ ରହିଛି। ସେ ତ ବୁଝିପାରିଥାନ୍ତା କାହା ପାଖରୁ ସିଧା ସିଧା ଟଙ୍କା ଯାଚୁଛି। ହେଇପାରେ ଥୋପ ପକାଉଥିଲା। 100ରେ ନଗଲେ 500 ନତୁବା 1000। ସମସ୍ତଙ୍କର ଗୋଟାଏ ବିକ୍ରି ମୂଲ୍ୟ ରହିଥାଏ ବୋଲି ଧରି ନେଇଛି ବୋଧହୁଏ। ଲୋକଟା ତ କହୁଥିଲା ତା ପାଖରୁ ଖସିଗଲେ ଉପରେ ସେ କାମଟା କରାଇଦେଇ ପାରିବ। ତା'ମାନେ ମ୍ୟାନେଜର, ମ୍ୟାନେଜିଂ ଡାଇରେକ୍ଟର ସମସ୍ତେ ତା ହାତ ମୁଠାରେ? ନା, ଏମିତି ହେଇନଥିବ। ହୁଏତ ଲୋକଟା ତା ନିଜର ପ୍ରୌଢ଼ି ଦେଖାଉଥିଲା, ଅଥବା ତାକୁ ପରୀକ୍ଷା କରୁଥିଲା। କିଛି ପାଣି ଆଣି ମୁହଁ ଧୋଇଲା ଓ ପ୍ରକୃତିସ୍ଥ ହେବାରେ ଚେଷ୍ଟା କଲା ସେ। କ୍ରମଶଃ ତାର ଉତ୍ତେଜନା ହ୍ରାସ ପାଇଲା ଯେତେବେଳେ ଦେଖାଗଲା ମୁହଁଟିଏ, ଅଚିହ୍ନା, ଅଜଣା ଅଥଚ ପରିଚିତ। କାଳକ ଯାକ ତ ସେ ତାର ବନ୍ଧୁ। କାହାର ସେ ମୁହଁ? କାହିଁକି ଏତେ ଭୟଙ୍କର ଭାବରେ ପ୍ରତିକ୍ରିୟାଶୀଳ ହୋଇପଡ଼େ ସେ? କାହିଁକି ତା ରକ୍ତ ଗରମ ହୋଇଯାଏ ଏସବୁ କଥାରେ? ଲୋକଟା ବ୍ୟବସାୟୀ, ସେ ତ ନିଜ ସ୍ୱାର୍ଥକୁ ଜଗିବ। ତା ଛଡ଼ା ଆଜିକାଲି ଯେଉଁଟା ଧରାବନ୍ଧା କଥା ହୋଇଗଲାଣି, ସେଥିରେ ତାର ବା ଦୋଷ କେଉଁଠି? ହୁଏତ ସେ ନିଜେ ତା ଜାଗାରେ ଥିଲେ ବି ସେୟା କରିଥାନ୍ତା। ଅର୍ଡ଼ରଟା 5 କୋଟି ଟଙ୍କାର ଯେ। ଏମିତି ମଧ୍ୟ ସେ ଯଦି ଚାହିଁବ କ'ଣ ଅର୍ଡ଼ର ପାଇବନି? ଦିଲ୍ଲୀପ ସିଡ଼ିର ଶେଷ ପାହାଚ କେବଳ। ଯିଏ ସିଡ଼ି ଚଢ଼ିବା ପାଇଁ ନ ଚାହିଁବ, ସେ ଲିଫ୍ଟରେ ଯିବ। ଦୁର୍ନୀତି ଏକ ନଦୀ, ଯାହାର ପାଣି ଗୋଳିଆ ହେବାକୁ ବାଧ୍ୟ। ନଦୀ ଶଯ୍ୟାରେ ଚିକ୍ ଚିକ୍ କରୁଥିବା ମସୃଣ ବାଲିଗରଡ଼ାର ଗୋଳିଆ ପାଣିକୁ ପରିଷ୍କାର କରିବାର ସାମର୍ଥ୍ୟ ବା ଥାଏ କେଉଁଠୁ? ସବୁ ପଥର ଶାଳଗ୍ରାମ ପାଲଟନ୍ତି ନାହିଁ। ସେ ସାମାନ୍ୟ ପଥରଟିଏ ହେବାକୁ ଚାହେଁନି। ବାସ୍ ସେତିକିରେ ସେ ସନ୍ତୁଷ୍ଟ ହେବା ଉଚିତ। ଚିଡ଼ିଆଖାନାର ସବୁ ପିଞ୍ଜରାରେ ବାଘ ରହିବେ ବୋଲି ସେ ଚେଷ୍ଟା କରୁଛି କାହିଁକି? ଅଣ୍ଟା ନଇଥିବା ବୁଢ଼ୀଟିଏ ଶରୀରର ଭାରକୁ ବୋହି ଖୁବ୍ କଷ୍ଟରେ ଆସୁଥିବା ଭଳି ଅପରାହ୍ନ ସନ୍ଧ୍ୟାକୁ ପିଠିରେ ଧରି ଆସୁଥିଲା ଧୀରେ ଧୀରେ। ଦିଲ୍ଲୀପ ଅଫିସରୁ ବାହାରିଲା। ଦୀର୍ଘ 13 ବର୍ଷର ସାଥୀ ସ୍କୁଟରଟି ବେଶ୍ କେତେଥର କିକ୍ ମାରିଲା ପରେ ଷ୍ଟାର୍ଟ ହେଲା। ତାଠାରୁ କମ୍ ଦିନ ଚାକିରି କରୁଥିବା ସହକର୍ମୀମାନେ କାର୍ ଚଢ଼ିଲେଣି, ଅଥଚ ତା ସ୍କୁଟର କିଣିଲା ଦିନଠାରୁ ଥରେ ରଙ୍ଗ ହେଇନି ଏଯାଏ। ଘର ପାଇଁ କିଛି ସଉଦା ନେବାକୁ ହେବ। ବେଶ୍ କିଛି ଦିନ ହେଲା ଘରକୁ ମାଂସ କି ମାଛ ଯାଇନି। ଗୃହସ୍ୱାମୀଙ୍କର ଅନିଚ୍ଛା ସତ୍ତ୍ୱେ ଜୋର ଜବରଦସ୍ତ ଦୀର୍ଘଦିନ ଧରି ଘରେ ମାଡ଼ି ବସିଥିବା ଅତିଥି ପରି ପ୍ରାୟ 2 ସପ୍ତାହ ହେଲା ବର୍ଷା ହେଉଥିଲା ଅବିଶ୍ରାନ୍ତ। ପରିବା ଦର ଅମୂଲମୂଲ। ତଥାପି କିଛି ଆବଶ୍ୟକୀୟ ପରିବା କିଣିବାକୁ ପଡ଼ିବ, ନହେଲେ ନ ଚଳେ। ନଜର ପଡ଼ିଲା ମାଛ ମାର୍କେଟ ଆଡ଼େ। ଇଲିସି ମାଛଟା ଖାସ୍ ଏଇ ଦିନେ ମିଳେ।
ନବ କି କିଛି? କିଲୋ 120 ଟଙ୍କା। ଥାଉ, ଆଜି ତ ଅଦିନିଆ କୋବି ଓ ଟମାଟୋ ମିଳିଯାଇଛି, ମାଛ ନହେଲେ ଚଳିବ। ଘରକୁ ଫେରିବାକୁ ଆରମ୍ଭ କଲା ସେ। ହଠାତ୍ ମୁହଁଟା ଦିଶିଗଲା କୋଉଠି। ସେ ଅଚିହ୍ନା ଅପରିଚିତ ମୁହଁ। କାହିଁ କୋଉଠି ସେ? ସାମ୍ନାରେ ଧାଡ଼ି ହୋଇ ଫେରୁଥିବା କେତେଜଣ ମୂଲିଆ ଓ ରେଜା କୁଲି। ହାତରେ ଫାଉଡ଼ା, କୋଦଳ, ଗଇନ୍ତି ଓ କାରଣୀ। ସ୍ତ୍ରୀ ଲୋକମାନଙ୍କର ମୁଣ୍ଡରେ ଫୁଲ। ବେଶ୍ ବଡ଼ ପାଟିରେ କଥାବାର୍ତ୍ତା ହେଉଯାଉଥାନ୍ତି ସେମାନେ। ଦୀର୍ଘଦିନ ଧରି ବର୍ଷା ଯୋଗୁଁ କୋଉଠି କିଛି କାମ ହୋଇନଥିବ। ଦିନେ କାମକୁ ନ ଗଲେ ଚୁଲି ଜଳୁନଥିବ ସେମାନଙ୍କର। ଏତେ ଦିନ କାମ ନ ପାଇ ବଞ୍ଚିବେ କେମିତି? ତଥାପି ହୁଏତ ଦୁଃଖ ନାହିଁ ସେମାନଙ୍କର। ଏତେ ଦିନ କାମ ନ ପାଇ ବଞ୍ଚିଥିବେ କେମିତି ଯେ? ତଥାପି ତ ଦୁଃଖ ନାହିଁ ସେମାନଙ୍କର। କେତେ ଖୁସି ଜଣାପଡ଼ୁଛନ୍ତି ସେମାନେ। ହଁ, ସ୍ୱପ୍ନଗୁଡ଼ାକୁ ସୀମିତ କରିଦେଲେ ଦୁଃଖ କ'ଣ, ଅବଶୋଷ କ'ଣ? ତାର ତ ଅନେକ ସ୍ୱପ୍ନ। ଆଗକୁ ଗଣେଶ ପୂଜା, ତାପରେ ଦଶହରା। ପୁଅ ପାଇଁ ଡ୍ରେସ୍ କିଣାଯିବ। ବର୍ଷରେ ଥରେ ଦଶହରାକୁ ସ୍ତ୍ରୀ ପାଇଁ ଶାଢ଼ୀ ଖଣ୍ଡିଏ କିଣିପାରେ ସେ। ତା ନିଜର ଜୋତାଟା 3 ଥର ସିଲେଇ ହୋଇସାରିଲାଣି। ଆଉ କେତେଦିନ ତା ଅଦଉତି ସହିବ? ନନାଙ୍କର ଚଷମା ବଦଳାଯିବ। ବୋଉର କାଶ କାହିଁକି ବେଶ୍ କିଛି ଦିନ ହେଲାଣି ବନ୍ଦ ହେଉନାହିଁ। ତାକୁ ଟିକେ ବଡ଼ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବ। ରୋଷେଇ ଘର ଛାତରୁ ଚୂନ ଖସିଲାଣି। ସ୍କୁଟର ଟାୟାର ଘୋରି ହୋଇଗଲାଣି। କୋଉଟା ଆଗ ହେବ, କୋଉଟା ପଛ? କେତେ ଏ ଆର ତାର। ଜିପିଏ, ବାତ୍ୟା, ଘରଭଙ୍ଗା ଋଣ, ବୃତ୍ତିକର, LIC ପ୍ରିମିୟମ୍ ସବୁ କଟିଗଲା ପରେ ଯାହା ବଳିଯାଏ, ସେଥିରେ କ'ଣ ସଡ଼କ ପରି ଦୀର୍ଘ ଇଚ୍ଛା ସବୁକୁ ପୂରଣ କରିବା ସମ୍ଭବ ହୁଏ? ହଠାତ୍ ଦୃଷ୍ଟି ପଡ଼ିଲା ଫୁଟପାଥ ଉପରେ। ଜମା ହୋଇଥିବା କିଛି ଲୋକଙ୍କ ଉପରେ। ଆଉ କିଛି ଲୋକ ଭିଡ଼ର ସଂଖ୍ୟା ବୃଦ୍ଧି କରିବା ପାଇଁ ଦୌଡ଼ାଦୌଡ଼ି ହୋଇ ଯାଉଛନ୍ତି ସେହି ଆଡ଼କୁ। ସ୍କୁଟର ଷ୍ଟାଣ୍ଡ ମାରି ପାଖକୁ ଗଲା ସେ କୌତୂହଳରେ। କଙ୍କାଳସାର ଲୋକଟିଏ ମରି ପଡ଼ିଛି। ପରିଧେୟ ନିହାତି ମଇଳା ଲୋଚାକୋଚା ଧୋତିଟିଏ। ଭଲ କରି ଚାହିଁଲା ଦିଲ୍ଲୀପ। ଚମକି ପଡ଼ିଲା ହଠାତ୍। ସେଇ ମୁହଁ, ସେଇ ଅଜଣା ଅଥଚ ପରିଚିତ ଲୋକର ମୁହଁ। କେଉଁଠି ଦେଖିଥିଲା ତାକୁ? ମନେ ପକାଇବାର ଚେଷ୍ଟା କଲା ସେ। ନା, ମୋଟେ ମନେ ପଡ଼ୁନି। କେହି ଜଣେ କହୁଥିଲା, କାଲି ତ ଏଇଠି ସମସ୍ତଙ୍କୁ ଖାଇବାକୁ ମାଗୁଥିଲା ଲୋକଟା। ମରୁଡ଼ି ଅଞ୍ଚଳରୁ ଆସିଥିଲା ବୋଧେ। ଅନ୍ୟ ଅନେକ ଲେଖାଣାହାରୀଙ୍କ ଭଳି ଫେରିଥିଲା ସେ ସ୍କୁଟର ପାଖକୁ। ସହରରେ ଏମିତି ଅନେକ ଘଟଣା ଘଟେ। ଲୋକେ ଦେଖନ୍ତି, ଭୁଲିଯାଆନ୍ତି। ଖୁବ୍ ବିଷଣ୍ଣ ହୋଇପଡ଼ିଲା ସେ। କାହିଁକି ଯାଉଥିଲା ସେ ଦେଖିବାକୁ? ମୁଠାଏ ଖାଇବାକୁ ପାଇବା ମଧ୍ୟ ଏତେ ଅପଞ୍ଚ ଏକ ଇଚ୍ଛା। ତା ଫାଇଲ୍ ଗୁଡ଼ାକରେ ଯେତେବେଳେ ସେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିବରଣୀ ଦିଏ, କେତେ ନିରର୍ଥକ ମନେ ହୁଏ ସେ ସବୁ। କାହା ପାଇଁ ହୁଏ ସେ ଯୋଜନା? ଯାହା ନାଁ ନେଇ ଭୁବନେଶ୍ୱରଠାରୁ ଦିଲ୍ଲୀ ଯାଏଁ ଦୌଡ଼ି ଯାଆନ୍ତି ହିସାବ ନିକାସର ଲମ୍ବା ଫର୍ଦ୍ଦ ସବୁ। କ'ଣ ପାଏ ସେ? ଦାରିଦ୍ର୍ୟ ଅଛି, କ୍ଷୁଧା ଅଛି ବୋଲି ତ ବଡ଼ ବଡ଼ ଦପ୍ତର ସବୁ ଅଛି। ତା ଭିତରେ ତା ଭଳି ଅସଂଖ୍ୟ ସୁବିଧାବାଦୀ ମଣିଷ ଅଛନ୍ତି। ଆଲମାରୀ ଭର୍ତ୍ତି ଫାଇଲ୍ ଅଛି। ବଡ଼ ବଡ଼ ମନ୍ତ୍ରଣା କକ୍ଷ ସବୁ ଅଛି। ଚାବିଦିଆ ପାଟି କରୁଥିବା ଅନାସକ୍ତ କଣ୍ଢେଇମାନେ ଅଛନ୍ତି। ସ୍କୁଟର ଅତିକ୍ରମ କରିଗଲା କାହାକୁ। କିଏ ସେ? ସେ ମୁହଁ ନୁହେଁ ତ? ପୁନର୍ବାର ପଛକୁ ବୁଲି ଚାହିଁଲା ସେ। ନଙ୍ଗଳା ପିଲାଟିଏ ଦ୍ରୁତ ବେଗରେ ସଡ଼କ ଅତିକ୍ରମ କରି ପାଖ ଗଳି ଭିତରକୁ ଚାଲି ଯାଉଥିଲା। ଅନ୍ୟମନସ୍କ ହୋଇପଡ଼ୁଥିଲା ଦିଲ୍ଲୀପ। କାହିଁକି ସେ ମୁହଁଟିଏ ବାରମ୍ବାର ଦିଶିଯାଉଛି ତାକୁ। ତାକୁ ସିଧା ଘରେ ପହଞ୍ଚିବାକୁ ହେବ। ଘର କଥା ମନେ ପଡ଼ିଲା କ୍ଷଣି ପୁଣି ସ୍ମୃତିକୁ ଆସିଗଲା ଶାଢ଼ୀ, ଡ୍ରେସ୍, ଚଷମା, କାଶ, ଜୋତା, ଔଷଧ। ସେ ନିଜେ ଅଯଥା ହେଇଯାଉନି ତ? ତା ନିଜର ଇଚ୍ଛାକୁ ସେ ମାରି ମାରି ଚାଲିଛି ବୋଲି ଅନ୍ୟମାନେ କ'ଣ ସେମିତି କରିବେ? ହେଇ ତ, ସେଦିନ ତାର ପିଇସା ପୁଅ ଭାଇ ଆସି ପହଞ୍ଚିଥିଲା ରାଉରକେଲାରୁ। ନିଜ କାରରେ ଆସିଥିଲା। ବୋଉ କହୁଥିଲା ଭୁବନେଶ୍ୱରରେ ଜାଗାଟା କିଣିବା ପାଇଁ ଆସିଥିଲା। ରାଉରକେଲାରେ ବିରାଟ ଏକ ଘର କରିଛି। ଗାଁର ମାଟି ଛପର ଘରକୁ କୁଆଡ଼େ ଦେଖିଲା ଭଳି କୋଠା ଘରରେ ବଦଳାଇ ସାରିଲାଣି। ଆଉ ସେ ଗାଁ ଘରର ପଛ ମାଟି କାନ୍ଥ ମହାବାତ୍ୟାରେ ଭାଙ୍ଗି ଯାଇଥିଲେ ଯେ ଏପର୍ଯ୍ୟନ୍ତ ତିଆରି କରିପାରିନି। ଘର ସଜାଡ଼ିବ ବୋଲି ଲୋନ୍ ଆଣି ଭଉଣୀ ବାହାଘର ବେଳର ଋଣ ସୁଝୁଛି। ନନା କରିଥିବା ଜମି ପରିବାର ଆବଶ୍ୟକତା ମେଣ୍ଟାଇବାକୁ କେବେଠାରୁ ବିକ୍ରି ସରିଛି। ଅଥଚ ବୋଉକୁ ଡାକ୍ତର ପାଖକୁ ନେବାକୁ ଡରୁଛି ସେ। ନନାଙ୍କର ଆଖିର ପାୱାର ବଢ଼ିଛି। ନୂଆ ଚଷମା ଖଣ୍ଡେ କିଣିବା ପାଇଁ ଆଜିକାଲି କହି ସମୟ ବିତାଉଛି। ଆଉ ଭାବିପାରିଲା ନାହିଁ ଦିଲ୍ଲୀପ। ଘର ପାଖ ହୋଇସାରିଥିଲା। ଦାଣ୍ଡ ବାରଣ୍ଡାରେ ସ୍କୁଟର ରଖି ଭିତରକୁ ଗଲା। ଲୁଗାପଟା ବଦଳାଇ ଧୁଆଧୋଇ ହୋଇ ବାହାରି ଆସିଲା ବେଳକୁ ଟେଲିଭିଜନରେ ସମାଚାର ଚାଲିଥିଲା। ଓଡ଼ିଶାର ବନ୍ୟା ବିପନ୍ନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 3 ଲକ୍ଷ ଟନ୍ ଚାଉଳ ମଞ୍ଜୁର କରାଯାଇଛି ଖାଦ୍ୟ ପାଇଁ କାମ ଯୋଜନାରେ। ମହାବାତ୍ୟାରେ ରିଲିଫ୍ କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ନେଇ ମହାଲେଖକଙ୍କର ରିପୋର୍ଟରେ ସରକାରଙ୍କର ବ୍ୟାପକ ସମାଲୋଚନା।
ୱାନ୍ ଡେ ମ୍ୟାଚ୍ରେ ଶ୍ରୀଲଙ୍କାଠାରୁ ଭାରତର ପରାଜୟକୁ ସହି ନ ପାରି 2 ଜଣଙ୍କର ହୃଦଘାତରେ ମୃତ୍ୟୁ। ଲୋକଟା ନା ସେଇ ମୁହଁଟା ପାଖରେ ଆସି ଛିଡ଼ା ହେଲା। କରୁଣ ଓ ଆର୍ଦ୍ର ସ୍ୱରରେ ତାକୁ ପଚାରିଲା, ଚା ସରିଯାଇଛି, ପିଇବନି ନା କ'ଣ? ଯାଉନ ପ୍ୟାକେଟଟେ ନେଇ ଆସିବ। ସେ ଉତ୍ତର ନ ଦେବାରୁ ତା କାନ୍ଧଟାକୁ ହଲାଇ ଦେଇ ସାମ୍ନାରେ ମିନୁ, ତା ସ୍ତ୍ରୀ। ଆରେ ନ୍ୟୁଜ୍ ଦେଖୁ ଦେଖୁ କେତେବେଳେ ଆଖି ଲାଗିଯାଇଛି ଯାଇଛି ତାର। ହେଇଟି ଯାଅ ମୋ, ଚା ଟିକେ ଆଣିବ, ଗୁଡୁର ଇଂରାଜ ନୋଟବୁକ୍ଟେ ଆଣିବ, ଆଉ ଲୁଣ ଟିକେ ନେଇ ଆସିବ। ପୁଣି ପ୍ୟାଣ୍ଟ ସାର୍ଟ ପିନ୍ଧି ସେ ବାହାରିଲା ଓ ଚାଲି ଚାଲି ପାଖ ବଜାରକୁ ଗଲା। ମାସ ଶେଷ ହେବାକୁ 2 ଦିନ ବାକି। ପକେଟରେ 300 ଟଙ୍କା ମାତ୍ର ପୁଅର ନୋଟବୁକ୍ ଓ ଲୁଣ ପ୍ୟାକେଟରେ କିଣିଲା। ଘରେ ସେ ହିଁ ଏକୁଟିଆ ଚା ପିଏ। 2 ଦିନ ନ ପିଇଲେ ଚଳିବ। ମୁଁ ଜାଣେ ପରା, ନିଜ ଜିନିଷଟି ଆଣିବ ନାହିଁ, ସଚୋଟ ହେବ ବୋଲି କ'ଣ ଚା ଟିକେ ପିଇବ ନାହିଁ? ମିନୁ ଅଭିମାନ ଭରା ସ୍ୱରରେ ପଚାରୁଥିଲା। ଦିଲ୍ଲୀପ ବୁଝିପାରୁଥିଲା ତାକୁ। ବାହାଘରର 10 ବର୍ଷ ଭିତରେ ନିଜ ପାଇଁ କେବେ କିଛି ମାଗିନଥିବା ତାର ଏଇ ସ୍ତ୍ରୀ ପାଇଁ ତ ସେ ନିଜ ସିଦ୍ଧାନ୍ତକୁ ନେଇ ବଞ୍ଚିପାରିଛି। ତାକୁ ଚାହିଁ ହସିଦେଲା ଟିକିଏ। ମିନୁ ଜାଣେ ତା ସ୍ୱାମୀକୁ। ବସ୍ତୁବାଦୀ ଦୁନିଆରେ ସେ ଏକ ବ୍ୟତିକ୍ରମ। ହଉ, ସମସ୍ତେ ତ ସେମିତି ବଞ୍ଚୁଛନ୍ତି। ଦିଲ୍ଲୀପ ଏକ ଭିନ୍ନ ରାସ୍ତାରେ ଚାଲୁଛି, ଚାଲୁ। ହେଲେ ସେମାନେ ତ ଇଚ୍ଛାମାନଙ୍କୁ ନିୟନ୍ତ୍ରଣରେ ରଖିଛନ୍ତି। କିନ୍ତୁ ପୁଅର ଭବିଷ୍ୟତ, ଶାଶୁ ଶ୍ୱଶୁରଙ୍କର ସ୍ୱାସ୍ଥ୍ୟ, ସାଇବାହି, ବନ୍ଧୁବାନ୍ଧବଙ୍କ ଭଲ ମନ୍ଦ ଏସବୁକୁ ତ ଛାଡ଼ି ହେବ ନାହିଁ। ପୁଅ କଥା ଭାବୁ ଭାବୁ ମିନୁର ରାମ ରହିମ ହରି ବାବୁଙ୍କର କଥା ମନେ ପଡ଼ିଗଲା। ଗତ ବର୍ଷ ଗୋଟେ ଯାହି ତାହି ସ୍କୁଲରେ ଗୁଡୁର ନାଁ ଲେଖାଇଥିଲେ ସେମାନେ। ଭଲ ସ୍କୁଲରେ ସିଟ୍ଟେ ଖୋଜିଲା ବେଳକୁ ସମୟ ଗଡ଼ି ଯାଇଥିଲା। ରାମହରି ବାବୁ ଅରବିନ୍ଦ ସ୍କୁଲରେ ଟିଚର। ସେ କହିଛନ୍ତି ମଝି କ୍ଲାସରେ ହେଲେ ମଧ୍ୟ ଗୁଡୁର ଆଡ଼ମିସନ୍ କରାଇଦେବେ। ହେଲେ 20,000 ଟଙ୍କା ଡୋନେସନ୍ ଦେବାକୁ ପଡ଼ିବ। ଯାହା ବି ହେଉ ପୁଅର ଆଡ଼ମିସନ୍ଟା କରାଇବାକୁ ହେବ। କଥାଟାକୁ ବଡ଼ ସନ୍ତର୍ପଣରେ ଦିଲ୍ଲୀପକୁ କହିଲା ସେ। କିଛି ନ କହି ଚୁପ୍ ରହିଲା ଦିଲ୍ଲୀପ। ଏମିତି ନୁହେଁ ଯେ ଅରବିନ୍ଦ ସ୍କୁଲ ଭଳି ସହରର ସବୁଠାରୁ ଏକ ମର୍ଯ୍ୟାଦାଜନକ ସ୍କୁଲରେ ପୁଅର ନାଁ ଲେଖାଇବା ପାଇଁ ସେ ଚାହୁଁନଥିଲା। ହେଲେ 20,000 ଟଙ୍କା ଯେ ଆଣିବ କେଉଁଠୁ? ମିନୁ ପୁଣି କହିଲା, ଜଲ୍ଦି କରିବାକୁ ହେବ, ନହେଲେ ସିଟ୍ଟା ଆଉ କିଏ ନେଇଯାଇପାରେ। ପାଖ ଘରୁ ଶୁଭୁଥାଏ ଭୀଷଣ କାଶ। ବୋଉ ବୋଧହୁଏ ଅଣନିଶ୍ୱାସୀ ହୋଇପଡ଼ୁଛି କାଶି କାଶି। ଦିଲ୍ଲୀପ ଦୌଡ଼ିଗଲା ସେ ଘରକୁ। ସତରେ ବୋଉକୁ ଭୀଷଣ କଷ୍ଟ ହେଉଛି। ଛାତିରେ ହାତ ଦେଇ ସେ କାଶୁଥିଲା ଓ ଧଇଁସଇଁ ହୋଇ ପଡ଼ୁଥିଲା। ପାଖରେ ବସି ଦିଲ୍ଲୀପ ଛାତିରେ ହାତ ମାରି ଆଉଁସି ଦେଲା। ନାଇଁରେ, ବ୍ୟସ୍ତ ହନା, ମୋର କିଛି ହେଇନି, ବଡ଼ କଷ୍ଟରେ ଧୀରେ ଧୀରେ କହୁଥିଲା ବୋଉ ତାକୁ ଆଶ୍ୱାସନା ଦେଇ। ନନା, ମିନୁ, ତମେ ଟିକେ ବୋଉ କଥା ବୁଝିଥାଅ, ମୁଁ ଡାକ୍ତରଙ୍କୁ ନେଇ ଆସୁଛି। କିଏ କିଛି କହିବା ପୂର୍ବରୁ ଦିଲ୍ଲୀପ ଉଠି ଚାଲିଗଲା ବାହାରକୁ। ଡାକ୍ତର ପରୀକ୍ଷା କଲା ପରେ କହିଲେ ଯେ ସେ ଏଭଳି କ୍ରମାଗତ କାଶକୁ ଶ୍ୱାସଜନିତ ହୋଇପାରେ ବୋଲି ସନ୍ଦେହ କରୁଛନ୍ତି। ହୁଏତ ଛାତିରେ କଫ ଜମା ହୋଇ ରହିଯାଇଛି। ଦିନେ 2 ଦିନ ପରେ ଯଦି ଉପଶମ ନ ହୁଏ ତେବେ ହସ୍ପିଟାଲ ନେଇଯିବା ଉଚିତ ହେବ। ଡାକ୍ତରଙ୍କୁ ବାହାରେ ବଳେଇ ଦେଇ ଆସିଲା ବେଳକୁ ମିନୁ ପଚାରିଲା, କ'ଣ କହିଲେ ଡାକ୍ତର? କିଛି ଭୟ କରିବାର ନାହିଁ ତ? ନା, ଏବେ ତ ନାହିଁ, 2 ଦିନ ଅପେକ୍ଷା କରିବାକୁ ପଡ଼ିବ, ଅସ୍ଥିର ଭାବରେ ଉତ୍ତର ଦେଲା ଦିଲ୍ଲୀପ। ଔଷଧ ଦେଲା ପରେ ବୋଉର କାଶ କେତେକାଂଶରେ କମିଲା ଓ ସେ ଶୋଇପଡ଼ିଲା। ଦିଲ୍ଲୀପକୁ ନିଦ ହେଲା ନାହିଁ। ନନା ଗାଁ ଛାଡ଼ି ତା ପାଖରେ ଆସି ରହିବା ଦିନଠାରୁ ଘରର କର୍ତ୍ତା ତ ସେ ହିଁ ପାଲଟି ଯାଇଛି କେଉଁ ଏକ ଅଜଣା ମୁହୂର୍ତ୍ତରୁ। ସମସ୍ତେ ତାକୁ ଭଲ ପାଆନ୍ତି, ତା କଥାକୁ ସମ୍ମାନ କରନ୍ତି। ଅଥଚ ସେ ନିଜର ଦାୟିତ୍ୱ କର୍ତ୍ତବ୍ୟ ତୁଲାଇବାରେ ଅସମର୍ଥ ରହିଛି। ସ୍ୱାର୍ଥପର ଭାବରେ ନିଜ ସିଦ୍ଧାନ୍ତକୁ ଜାବୁଡ଼ି ଧରି ସମସ୍ତଙ୍କୁ ଦୁଃଖ ଦେଇଛି। କ'ଣ କରିଛି ସେ କାହା ପାଇଁ? ନିଜର ଅଭାବବୋଧକୁ ସେମାନଙ୍କ ଉପରେ ଲଦି ଦେଇଛି ଅଚିନ୍ତନୀୟ ଭାବରେ। ସବୁବେଳେ ମାଛ ଟିକିଏ କି ମାଂସ ଟିକିଏ ଖାଇବାକୁ ଆଗ୍ରହୀ ନନାଙ୍କ ପାଇଁ ସପ୍ତାହରେ ଥରଟେ ମଧ୍ୟ ଆମିଷ କିଛି ଆଣିପାରେ ନାହିଁ। ବୋଉ ପାଇଁ ଯେଉଁ ଚିକିତ୍ସା ଦରକାର ଦେଇପାରେ ନାହିଁ। ମିନୁ ତ ମାଗିବା ବି ଶିଖେ ନାହିଁ। ପୁଅକୁ ଭଲ ସ୍କୁଲରେ ପଢ଼ାଇବା, ଅନ୍ୟ 5 ଜଣଙ୍କ ପିଲାଙ୍କ ସହିତ ସମର୍ଥ କରାଇବା ପାଇଁ ତା ପାଖରେ ଯୋଗ୍ୟତା ନାହିଁ। କ'ଣ ପାଇଛି ବୃତ୍ତିରେ ସାଧୁତା ରକ୍ଷା କରି? କେବଳ ନିଜ ଜିଦ୍କୁ ଗୁରୁତ୍ୱ ଦେବା ଛଡ଼ା। ନିଜ ମୁହଁରେ ଘୂର୍ଣ୍ଣି ତାକୁ ବିସ୍ଫୋରଣ କଲି ଭଳି ଲାଗୁଥିଲା। ପ୍ରଶ୍ନ ସବୁର ଉତ୍ତର ଖୋଜି ପାଉନଥିଲା ସେ। ଇଏ ତ ନିଷ୍ପତ୍ତିର ପରିବର୍ତ୍ତନର ସମୟ। ନା, ବହୁତ ହେଇଗଲା। ଏଣିକି ନିଜକୁ ବଦଳାଇବାକୁ ପଡ଼ିବ। ଅନ୍ୟମାନଙ୍କ ଭଳି ତାକୁ ବି ସମୟର ନିୟମକୁ ମାନିବାକୁ ପଡ଼ିବ। ନଚେତ୍ ନନାଙ୍କ ଚଷମା, ବୋଉର ଚିକିତ୍ସା ଓ ଗୁଡୁର ଆଡ଼ମିସନ୍ ଇତ୍ୟାଦି ଭୁଲିଯିବାକୁ ପଡ଼ିବ। ଅପହଞ୍ଚ ରହିଯିବ ତାର ଛୋଟ ଛୋଟ ଇଚ୍ଛା ସବୁ। ସେ ଶୋଇପଡ଼ିଲା ସକାଳର ଅପେକ୍ଷାରେ। ସକାଳୁ ସକାଳୁ ଲୋକଟା ଆସି ହାଜର ହୋଇଗଲା, ହାତରେ ମିଠା ପ୍ୟାକେଟଟିଏ। ଆରେ, ସେ ଘର ଠିକଣାଟା ପାଇଲା କେମିତି? ଆଜ୍ଞା, ଆପଣ ଖାଲି ଖରାପ ଭାବିଥିବେ, କିନ୍ତୁ ମୋର ଉଦ୍ଦେଶ୍ୟ ଆପଣଙ୍କୁ କଷ୍ଟ ଦେବାର ନଥିଲା। ଆପଣଙ୍କ ଭଳି ଅନେକ
ବୟସ୍କ ଲୋକ ଆଜିକାଲି ଅଛନ୍ତି କେଉଁଠୁ? କିନ୍ତୁ ସାର୍, ଆପଣ କ'ଣ ମୋତେ କିଛି ମାଗିଛନ୍ତି? ଆପଣ ଫାଇଲଟା ଛାଡ଼ିବେ, ଆମେ ଖୁସିରେ ଆପଣଙ୍କୁ କୃତଜ୍ଞତା ଜଣାଇବୁ। ଏଠି ସିଦ୍ଧାନ୍ତର ପ୍ରଶ୍ନ ନାହିଁ। ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ନେବେ। ଆପଣ କିନ୍ତୁ ଅସଲ କାମ କରି କିଛି ପାଇବେ ନାହିଁ। ଏଇଟା ଅନ୍ୟାୟ କି ନାହିଁ କହିଲେ? ଥରେ ବିଚାର କରି ଦେଖନ୍ତୁ ସାର୍। ବନିର ସେଇ କଣ୍ଟାକୁ ଢିଲା ଛାଡ଼ୁଥିଲା ଲୋକଟା। ଦିଲ୍ଲୀପ କାଲି ଭଳି ପ୍ରତିକ୍ରିୟାଶୀଳ ହୋଇପାରୁନଥିଲା। ରୋକି ହୋଇଯାଉଥିଲେ ଶବ୍ଦମାନେ। କ'ଣ କହିବ ସେ? ନା, ତା କାମ ସେ କରିପାରିବ ନାହିଁ। ଆଉ କେମିତି କରିବ ସେ ଆଡ଼ମିସନ୍, ଚିକିତ୍ସା, ଗାଁ ଘରର କାନ୍ଥ ତିଆରି? ଲୋକଟା ତ କିଛି ଭୁଲ କହୁନି। ସେ ତ ତାକୁ ଟଙ୍କା ମାଗିନି। ତା ଛଡ଼ା ସେ ନ ଚାହିଁଲେ ବି କ'ଣ ତା କାମ ହେବନି? ତାର ବି ସ୍ଥିତି କ'ଣ? ସେ ତ କେବଳ ସିଡ଼ିର ତଳ ପାହାଚଟିଏ। ତାକୁ ଡେଇଁ ଆଗକୁ ବଢ଼ିବା ତ ଅସମ୍ଭବ ନୁହେଁ। ଲୋକଟା ପୁଣି କହିଲା, ଆପଣ ବୋଧହୁଏ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଦେଖନ୍ତୁ, ମୁଁ ଆପଣଙ୍କର ଆଦୌ ସମୟ ନଷ୍ଟ କରିବାକୁ ଚାହୁଁନି। ଆପଣ ଥରେ ମାତ୍ର ସେବା କରିବାର ମୌକା ଦିଅନ୍ତୁ ନା। ନମସ୍କାର ସାର୍। ସେ ଚାଲିଯାଇଥିଲା। ବେଶ କିଛି ସମୟ ପରେ ସେମିତି ବସି ରହିଥିଲା ଦିଲ୍ଲୀପ। ସାମ୍ନାରେ ମିଠା ପ୍ୟାକେଟ୍। ତାକୁ କେବଳ ଲେଖିବାକୁ ପଡ଼ିବ ଜଣେ ବିଶେଷଜ୍ଞଙ୍କ ଭାବରେ ଯେ କନସାଇନମେଣ୍ଟର ସ୍ପେସିମେନ୍ ସାମ୍ପଲଟା ନିର୍ଦ୍ଧାରିତ ଗୁଣାତ୍ମକ ମାନ ଅନୁଯାୟୀ ପ୍ରସ୍ତୁତ ହେଇଛି। ବାବୁ, ଭିକ୍ଷା ଖଣ୍ଡେ ମିଳୁ ମା। କୌଣସି ଏକ ଅଜଣା ଭିକ୍ଷୁକର ଡାକରାରେ ପ୍ରକୃତିସ୍ଥ ହେଲା ସେ। ବଡ଼ ବିରକ୍ତିକର ଲାଗିଲା ତାକୁ ସେ ଚିତ୍କାର। ଗେଟ୍ ପାଖକୁ ଯାଇ ଦେଖିଲା ପୁଣି ସେହି ମୁହଁକୁ। ତା ପିଛା ଛାଡ଼ୁନଥିବା ମୁହଁ। ଓଃ, ଜୀବନ ତମାକ ତାକୁ ଦୁର୍ବଳ କରି ଆସିଛି ଏହି ମୁହଁ। କାହିଁକି ସେ ଖାଲି ତା ସାମ୍ନାକୁ ଆସିଛି ସବୁବେଳେ? ତା ଭଲ ମନ୍ଦର କ'ଣ ଠିକା ନେଇଛି ସେ? ନା, ଆଜି ସବୁ ଶୃଙ୍ଖଳାକୁ ଛିଡ଼ାଇ ଦେବ ସେ। ସବୁ ଦୁର୍ବଳତାକୁ ଏଡ଼ାଇ ଯିବ। ଯା ଯା ବାହାର ଏଠୁ। ସକାଳ ନ ହେଉଣୁ ଭିକ, ଚିତ୍କାର କରି କହିଲା ଦିଲ୍ଲୀପ। ଲୋକଟା ନୀରବରେ ନିଷ୍କ୍ରାନ୍ତ ହୋଇଗଲା, ପଦେ ହେଲେ କିଛି ନ କହି। ମିନୁ ବୁଝିପାରି ଦିଲ୍ଲୀପର ଅନ୍ତର୍ଦାହକୁ। ଯେତେବେଳେ ସେ ବିବ୍ରତ ହୁଏ ବା କୌଣସି କଥାକୁ ଗଭୀର ଭାବରେ ଚିନ୍ତା କରୁଥାଏ, ଖୁବ୍ ଗୁମସୁମ୍ ହୋଇଯାଏ। କାହା ସାଙ୍ଗରେ କଥାବାର୍ତ୍ତା କରେ ନାହିଁ। ନିଜ ଭିତରେ କୁହୁଳି ଥାଏ ସେ। ଏମିତି ମୁହୂର୍ତ୍ତ ଗୁଡ଼ାକରେ ମିନୁ କିଛି କହେ ନାହିଁ। ସ୍ଥିର ହେବା ପର୍ଯ୍ୟନ୍ତ ସ୍ୱାମୀକୁ ଛାଡ଼ିଦିଏ ଏକୁଟିଆ। ଅଫିସ ବାହାରିବା ପୂର୍ବରୁ ବୋଉକୁ ଦେଖିବାକୁ ଗଲା ଦିଲ୍ଲୀପ। ଦେହ କେମିତି ଅଛି ପଚାରି ବାହାରି ଆସିବା ବେଳକୁ ତାର ମନେ ହେଲା ବୋଉ କେମିତି ଏକ କରୁଣ ଦୃଷ୍ଟିରେ ତାକୁ ଚାହିଁଛି। ସତେ ଯେମିତି ସେ କହୁଥିଲା, ମୁଁ ବେଶୀ ଦିନ ବଞ୍ଚିବି ନାହିଁ ରେ। ତଥାପି ଦିଲ୍ଲୀପ ଗଲାବେଳକୁ ହାତଟିକୁ ଦୂରରୁ ଉଠେଇ ଦେଲା ସେ ଅଭୟ ଆଶୀର୍ବାଦ ପ୍ରଦାନ କରି। ମିନୁ ଟିଫିନ୍ ବକ୍ସଟା ବଢ଼େଇ ଦେଇ ତା ଘର ପିନ୍ଧା ଶାଢ଼ୀର ଫାଟ ସିଆଁ ପଣତରେ ନିଜ ମୁହଁ ପୋଛିଲା ବେଳକୁ ଦିଲ୍ଲୀପ ହସିଦେଲା ସାମାନ୍ୟ। ସେ ହସରେ ଥିଲା ଏକ ଦୃଢ଼ ସଂକଳ୍ପ ଓ ଅନେକ ପ୍ରତିଶ୍ରୁତି। ଅଫିସରେ ପହଞ୍ଚି ଫାଇଲଟାକୁ କାଢ଼ି ଆଣିଲା ଦିଲ୍ଲୀପ। ଇଏ ଏକ ସାଧାରଣ ଫାଇଲ ନୁହେଁ, ବରଂ ତାର ସୌଭାଗ୍ୟର ପାସପୋର୍ଟ। ସରକାର ପୋଲିଓ ହଟାଇବେ ବୋଲି 5 ବର୍ଷ ତଳର ସବୁ ଶିଶୁଙ୍କୁ ଟିକା ଦେବେ। ଇଞ୍ଜେକ୍ସନ କିଣାଯିବ ଏହି ଫାଇଲ ଜରିଆରେ। 200 କାର୍ଟନ। ପ୍ରତି କାର୍ଟନର ମୂଲ୍ୟ 2.5 ଲକ୍ଷ ଟଙ୍କା। ଖାଲି ଗୋଟାଏ ରେକମେଣ୍ଡେସନ ତାର ସମସ୍ତଙ୍କ ପାଇଁ କାମଟା ସହଜ କରିଦେବ। ଆଉ ତା ନିଜର ପାଉଣା ହେବ 1 ଲକ୍ଷ ଟଙ୍କା। ଆଡ଼ମିସନ୍ ହୋଇଯିବ ପୁଅର। ବୋଉକୁ ଭଲ ଡାକ୍ତରଙ୍କୁ ଦେଖାଇ ପାରିବ। ନନାଙ୍କ ପାଇଁ ନୂଆ ଚଷମା ଆଣିବ। ମିନୁ ପାଇଁ 2 ଖଣ୍ଡ ଦାମିକିଆ ଶାଢ଼ୀ। ଗାଁ ଘର କାନ୍ଥଟା ଖାଲି ବାକି ରହିଯିବ। ହଉ, ସେଇଟା ବି କ'ଣ ହୋଇପାରିବନି? ପୁଣି କେବେ ଦେଖାଯିବ? ସେ ସାମ୍ପଲ ପରୀକ୍ଷା କରିସାରିଛି। କ୍ୱାଲିଟି ସ୍ପେସିଫିକେସନ ଡିଟେଲ୍ସ ରିଅଲ କେମିକାଲ ତରଫରୁ ଖୁବ୍ ଚତୁରତାର ସହିତ ଲେଖା ହେଇଛି, ଯେଉଁଥିରୁ କୌଣସି ତ୍ରୁଟି ଧରାପଡ଼ିବ ନାହିଁ। ତା ଛଡ଼ା ଟେକ୍ନିକାଲ କମିଟିର ଭେରିଫିକେସନ ପାଇଁ ତ ଯିବ। ଆଉ ଅସୁବିଧା କେଉଁଠି? ଅନ୍ୟ ପ୍ରସ୍ତୁତ କର୍ତ୍ତାମାନଙ୍କ ସହିତ ତୁଳନାତ୍ମକ ବିବରଣୀ ଦେଇ ସେ ଦେଖିଲା, ସାମ୍ପଲ ସପ୍ଲାଏଡ୍ ବାଇ ରିଅଲ କେମିକାଲ ଡଜ୍ ମିଟ୍ ଦି କ୍ୱାଲିଟି ସ୍ପେସିଫିକେସନ। ହଠାତ୍ ଫାଇଲ ଭିତରୁ ଦେଖାଗଲା ସେଇ ମୁହଁ। ସେ ଅଚିହ୍ନା ପରିଚିତ ଲୋକର ମୁହଁ। ସବୁଠାରୁ ଦରିଦ୍ର ଲୋକର ମୁହଁ। ସବୁଠାରୁ ସାଧାରଣ ଲୋକର ମୁହଁ। ଖୁବ୍ ଦୟନୀୟ ସେ ମୁହଁ। ଅତ୍ୟନ୍ତ କରୁଣ ତା ଚାହାଣୀ। ସେ ମୁହଁଟି ହଠାତ୍ ଏକ ଶିଶୁର ରୂପାନ୍ତରିତ ହୋଇଗଲା ଧୀରେ ଧୀରେ। କିଏ ସେ ଶିଶୁ? ଆରେ, ଇଏ ତ ଖୁବ୍ ପରିଚିତ ଏକ ଚିହ୍ନା ମୁହଁ। କିଏ ସେ ହୋଇପାରେ? ଗୁଡ୍ଡୁ? ତା ପୁଅ? ନା, ଅନ୍ୟ କେହି। କାଖରେ ଆଶାବାଡ଼ି। ସେ କ'ଣ ଛୋଟେଇ ଛୋଟେଇ ଚାଲୁଛି? ସବୁ ଚାଲୁ ଚାଲୁଆ ଝାପ୍ସା ଦେଖାଗଲା ତାକୁ, ଅସ୍ପଷ୍ଟ। ହେ ଭଗବାନ, କ'ଣ ସେ କରିବାକୁ ଯାଉଛି? ଏତେ ଛୋଟ ଛୋଟ ପିଲାଙ୍କ ଜୀବନକୁ ବାଜି ଲଗାଇ ନିଜ ଇଚ୍ଛାମାନଙ୍କର ମହୋତ୍ସବରେ ସାମିଲ ହେଉଥିଲା। ସେ କ'ଣ ହତ୍ୟାକାରୀ? ମୁଣ୍ଡରେ ହାତ ଦେଇ ବସି ପଡ଼ିଲା ସେ। ପଙ୍ଗୁ ପିଲା ଓ ସେମାନଙ୍କର ବିକଳ ହେଉଥିବା ବାପା ମା'ମାନେ ପରିବର୍ତ୍ତିତ ହେଉଥାନ୍ତି ବିଶାଳ ଏକ ଜନସମୁଦ୍ରରେ। ଆଉ ସମସ୍ତଙ୍କ ଚେହେରା ଦେଖାଯାଉଥାଏ ଏକା ପରି।
ସେଇ ମୁହଁ ପରି, ସବୁଠାରେ ଦରିଦ୍ର ଲୋକର ମୁହଁ ପରି ଚିତ୍କାର କରି ଉଠିଲା ଦିଲ୍ଲୀପ। ନା, ତାର ଦୁଃଖମାନଙ୍କୁ ନେଇ ସେ ବଞ୍ଚିବ। ଏମିତି ମଧ୍ୟ ତାର ଦୁଃଖ ସବୁ କେତେ ବଡ଼ ଯେ ଜଣେ ପୋଲିଓଗ୍ରସ୍ତ ଶିଶୁର କଷ୍ଟଠାରୁ ତ ଆଦୌ କରୁଣ ନୁହେଁ। ଫାଇଲରେ ଖୁବ୍ ବଡ଼ ବଡ଼ ଅକ୍ଷରରେ ଡଚ୍ ପାଖରେ ନଟ୍ ଲେଖିଦେଲା ସେ ଓ ବେଲ୍ ମାରି ପିଅନ ହାତରେ ଜିପିଏଫ୍ରୁ ଟଙ୍କା ଉଠାଇବା ପାଇଁ ଆବେଦନ ପତ୍ରଟିଏ ମଗେଇ ପଠାଇଲା। ଝରକା ବାହାରେ ବର୍ଷା ପରର କୋମଳ ଖରାରେ ସବୁ ସ୍ୱଚ୍ଛ ଆଉ ପରିଷ୍କାର ଦିଶୁଥିଲା ସେତେବେଳକୁ। ତେବେ ଏହିଠାରେ ଶେଷ ହେଲା ଦେବପ୍ରସାଦ ଦାସଙ୍କର ଗଳ୍ପ ମୁହଁ। ରହିଲି, ନମସ୍କାର।